ଯେଉଁ ଜୀବନରେ ସଂଘର୍ଷ ସହନଶୀଳତା ନାହିଁ ସେହି ଜୀବନର ମୂଲ୍ୟ କିଛି ନାହିଁ। ଥରେ ଭଗବାନ ବୁଦ୍ଧଙ୍କ ଜଣେ ଶିଷ୍ୟ ତାଙ୍କୁ ପ୍ରାର୍ଥନା କରି କହିଲା, ହେ ଭଗବାନ, ମୋତେ ଆପଣ ଏପରି ଏକ ସ୍ଥାନକୁ ଯିବାକୁ ଆଜ୍ଞା ଦିଅନ୍ତୁ ଯେଉଁଠି ଲୋକଙ୍କ ସ୍ୱଭାବ କ୍ରୂର ହୋଇଥିବ। ଭଗବାନ ନିଜ ଶିଷ୍ୟଙ୍କର ପରୀକ୍ଷା ନେବା ଉଦ୍ଦେଶ୍ୟରେ ଶିଷ୍ୟଙ୍କୁ କହିଲେ, ଯଦି ସେହି ଲୋକମାନେ ତୁମକୁ ଦୁର୍ବ୍ୟବହାର ଆଉ ଅପଶବ୍ଦ କରିବେ ତାହେଲେ ତୁମେ କ'ଣ କରିବ? ଶିଷ୍ୟ କହିଲା, ହେ ଭଗବାନ, ଦୁର୍ବ୍ୟବହାର ସହ୍ୟ କଲେ ମନୁଷ୍ୟର ବ୍ୟକ୍ତିତ୍ୱ ପରିଷ୍କାର ହୋଇଥାଏ ଆଉ ମୁଁ ସେମାନଙ୍କର ଉପକାର ବୋଲି ମାନିବି। ଭଗବାନ ବୁଦ୍ଧ ପୁନଃ ପ୍ରଶ୍ନ କଲେ, ଯଦି ସେମାନେ ତୁମକୁ ପ୍ରହାର କରିବେ ତାହେଲେ ତୁମେ କ'ଣ କରିବ? ସେ ଉତ୍ତର ଦେଲା, ଏହା ତ ଆହୁରି ଉତ୍ତମ ହେବ, କାରଣ ମୋର ଅଶୁଭ କର୍ମଗୁଡ଼ିକ ସ୍ୱତଃ ଦମନ ହୋଇଯିବ। ପୁନଶ୍ଚ ଭଗବାନ ବୁଦ୍ଧ ଆଗକୁ କହିଲେ, ଯଦି ସେମାନଙ୍କର ପ୍ରହାରରେ ତୁମର ପ୍ରାଣ ଚାଲିଯିବ ଏବେ କ'ଣ ହେବ? ଶିଷ୍ୟ ଭଗବାନଙ୍କର ଚରଣ ତଳେ ପଡ଼ି ବିନୀତ ସ୍ୱରରେ କହିଲା, ପ୍ରଭୁ, ଏହା ତ ମୋର ଅସୀମ ଅନୁକମ୍ପା ହେବ। ଶରୀର ମୋହ ବ୍ୟର୍ଥ ଅଟେ। ମୁଁ ଏହା ଭାବିବି ଏହା ପରମାତ୍ମାଙ୍କର ଇଚ୍ଛା ଥିଲା। ଭଗବାନ ବୁଦ୍ଧ ନିଜର ଶିଷ୍ୟ ଉପରେ ହାତ ରଖି କହିଲେ, ହେ ପୁତ୍ର, ତୁମେ ଧନ୍ୟ ହୋଇଗଲ। ତୁମର ମନ ସମସ୍ତ ସଂଘର୍ଷର ସମ୍ମୁଖୀନ ହେବା ପାଇଁ ତୁମେ ପ୍ରସ୍ତୁତ ହୋଇସାରିଛ। ସହନଶୀଳତା ହିଁ ପ୍ରକୃତ ଲୋକସେବାର ପରିଚୟ ହୋଇଥାଏ। ତେଣୁ ଜୀବନରେ ଯଦି ଆମେ ସଂଘର୍ଷ ନ କରିବା ତାହେଲେ ଆମେ ଜୀବନ ପଥରେ କେବେ ଆଗେଇ ପାରିବା ନାହିଁ। ତେଣୁ ସମସ୍ତଙ୍କୁ ମୁଁ ଅନୁରୋଧ କରୁଛି, ଜୀବନରେ ପ୍ରତ୍ୟେକ ପରିସ୍ଥିତି ସହିତ ଖାପ ଖୁଆଇ ଚଳ, ସଂଘର୍ଷ କର, ଜୀବନ ପଥରେ ଆଗେଇ ଚାଲ।